ଆପଣ ଏବେ ଯୋଉ ମୋବାଇଲ ଫୋନଟି ଚଲାଉଛନ୍ତି ସେଇ କମ୍ପାନୀର ଫାଷ୍ଟ ଫୋନ କେବେ ଲଞ୍ଚ ହେଇଥିଲା ଜାଣିଛନ୍ତି କି? ତ ଆପଣ ମାନଙ୍କୁ ମୁଁ କହି ରଖୁଛି ତା ପୂର୍ବରୁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରି ରଖନ୍ତୁ। ସାମସଙ୍ଗ ର ମୋବାଇଲ ଫୋନ 1938 ମସିହାରେ ତିଆରି କରାଯାଇଥିଲା। ଆପେଲ ର ମୋବାଇଲ 2007 ରେ, ସେଇଭଳି ଭାବରେ ଗୁଗଲ ପିକ୍ସେଲ 2016, ୱାନପ୍ଲସ 2013, Xiaomi ଯାହାକୁ ଆମେ MI କହୁଛୁ ଏବଂ Redmi ଯାହାକୁ କହୁଛୁ 2010 ମସିହାରେ ତିଆରି ହେଇଥିଲା। ତ ପୋକୋ ମୋବାଇଲ ପ୍ରାୟତଃ MI ରେ ଯାଉଛି, ସେଥିପାଇଁ ସେଟା 2011 ରେ ତିଆରି ହେଇଥିଲା। Realme 2018, Vivo, Oppo 2004, Infinix 2018, Motorola 1928 ମସିହା ଯାହାକି ବହୁତ ପୁରୁଣା କମ୍ପାନୀ। ଏହାକୁ 3 ଥର ମାନୁଫ୍ୟାକ୍ଚରିଂ କରାଯାଇଥିଲା, ଯୋଉଟା କି ଗୋଟେ 1928 ମସିହାରେ, 2009 ମସିହାରେ ଏବଂ 2013 ମସିହାରେ। Nokia 1865 ମସିହାରେ, ଲାଭା 2009 ମସିହାରେ ତିଆରି ହେଇଥିଲା, ମାଇକ୍ରୋମାକ୍ସ 2000 ମସିହାରେ ତିଆରି ହେଇଥିଲା, କାର୍ବନ ମୋବାଇଲ 2009, ନଥିଙ୍ଗ ର ମୋବାଇଲ ଫୋନ 2025 ମସିହାରେ ଲଞ୍ଚ ହେଇଥିଲା ଏବଂ ଟେକ୍ନୋ ର ମୋବାଇଲ ଫୋନ 2006 ରେ ଲଞ୍ଚ ହେଇଥିଲା। ଆପଣଙ୍କର ମୋବାଇଲ ଫୋନ କମ୍ପାନୀର ନାମ ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ ଏବଂ ଏଇଭଳି ଇନଫର୍ମେଟିଭ ଭିଡ଼ିଓ ଦେଖିବା ପାଇଁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲିବେ ନାହିଁ ଏବଂ ଭିଡ଼ିଓକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର ନିଶ୍ଚିତ କରିବେ।